ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜିର ଏହି ରାଶିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଦୀର୍ଘ 18 ବର୍ଷ ପରେ କଳିଯୁଗର ରାଜା ରାହୁ ନିଜର ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି ଏବଂ ନିଜର ସ୍ୱ ନକ୍ଷତ୍ର ଶତଭିଷା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ରାହୁଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଜୀବନରେ କେଉଁ ପ୍ରକାରର ପରିବର୍ତ୍ତନ ପକାଇବାକୁ ଯାଉଅଛି, କେଉଁ ସବୁ ସକାରାତ୍ମକ ଫଳ ଆପଣଙ୍କୁ ପ୍ରାପ୍ତି ହେବା ପାଇଁ ଯାଉଛି ଏବଂ କେଉଁ ନକାରାତ୍ମକ ଫଳ ଆପଣଙ୍କୁ ପ୍ରାପ୍ତି ହେବା ପାଇଁ ଯାଉଛି, କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସାବଧାନ ରହିବାର ଅଛି, କେଉଁ ସବୁ ପ୍ରତିକାର ଆପଣଙ୍କୁ ଅବଲମ୍ବନ କରିବାର ଅଛି, ସେହି ସବୁ ବିଷୟରେ ଆଜିର ଏହି ଭିଡ଼ିଓରେ ଆମେମାନେ ବିସ୍ତାର ଭାବରେ ଜାଣିବା। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖନ୍ତୁ। ତେବେ ବନ୍ଧୁଗଣ, ସର୍ବପ୍ରଥମେ ବାସ୍ତବରେ ଆସନ୍ତୁ ଜାଣିବା ଯେ ରାହୁ କ'ଣ ଅଟନ୍ତି। ବନ୍ଧୁଗଣ, ରାହୁ ହେଉଛନ୍ତି ବିଜ୍ଞାନ ଏବଂ ଆବିଷ୍କାରର କାରକ ଗ୍ରହ। ରାହୁ ହେଉଛନ୍ତି ମାୟାବୀ ଛାୟା ଗ୍ରହ। ରାହୁ ସେହି ଗ୍ରହ ହୋଇଥାନ୍ତି ଯିଏ ଜଣେ ରଙ୍କକୁ ରାଜାରେ ପରିଣତ କରିଦେଇଥାନ୍ତି ଏବଂ ରାଜାକୁ ରଙ୍କରେ ପରିବର୍ତ୍ତନ କରିଦେଇଥାନ୍ତି। ତ ବନ୍ଧୁଗଣ, ଏହି କଳିଯୁଗରେ ରାହୁଙ୍କର ପ୍ରଭାବ ହିଁ ସବୁଠାରୁ ଅଧିକ ରହିଥାଏ। ତେଣୁ ଏହି କାରଣରୁ ତାଙ୍କୁ କଳିଯୁଗର ରାଜା ବୋଲି କୁହାଯାଇଥାଏ। ତେବେ ବର୍ତ୍ତମାନ ରାହୁ ତାଙ୍କର ମିତ୍ର ଶନିଙ୍କର ଘରେ ଗୋଚର କରୁଛନ୍ତି, ଶନିଙ୍କ ରାଶିରେ ଗୋଚର କରୁଛନ୍ତି ଏବଂ ନିଜର ସ୍ୱ ନକ୍ଷତ୍ରରେ ଗୋଚର କରୁଛନ୍ତି, ଯାହାଫଳରେ ବର୍ତ୍ତମାନ ରାହୁ ଦୁଇଗୁଣା ଅଧିକ ବଳବାନ ହୋଇଯିବେ। ତେବେ ରାହୁ ଆପଣଙ୍କୁ କେଉଁ ଫଳ ପ୍ରଦାନ କରିବେ ବର୍ତ୍ତମାନ ଆସନ୍ତୁ ସେହି ବିଷୟରେ ଜାଣିବା। ବନ୍ଧୁଗଣ, 18 ମଇ 2025 ଠାରୁ ଆପଣ ବହୁତ ଅଧିକ ମାନସିକ ଅଶାନ୍ତିରେ ରହୁଥିଲେ, ଶରୀରରେ ପୀଡ଼ା ଅନୁଭବ କରୁଥିଲେ ଏବଂ ମାନସିକ ଅଶାନ୍ତି ଭୋଗ କରୁଥିଲେ। ଆପଣଙ୍କର ଦାମ୍ପତ୍ୟ ଜୀବନରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଯଦି ଆପଣ ପାର୍ଟନରସିପ୍ରେ କିଛି ବି ବିଜନେସ୍ କରୁଛନ୍ତି ତେବେ ସେଥିରେ ମଧ୍ୟ ଆପଣଙ୍କର ଅନେକ ପ୍ରକାରର ସମସ୍ୟା ଦେଖା ଦେଉଥିଲା। ଆଉ 23 ନଭେମ୍ବର ଠାରୁ ରାହୁ ନିଜର ସ୍ୱ ନକ୍ଷତ୍ରରେ ପ୍ରବେଶ କରିସାରିଛନ୍ତି। ତେଣୁ ବର୍ତ୍ତମାନ ଆପଣ ଏହିସବୁ କିଛିରେ ପରିବର୍ତ୍ତନ ଦେଖିବାକୁ ପାଉଥିବେ। ଆପଣ କରୁଥିବା ବେପାର ବାଣିଜ୍ୟରେ ଆପଣ ଉନ୍ନତି ଦେଖିବା ପାଇଁ ପାଇପାରନ୍ତି। ବୈବାହିକ ଦାମ୍ପତ୍ୟ ଜୀବନରେ ଯେଉଁ ସବୁ କଳହ, ଯେଉଁ ସବୁ ଭୁଲ ବୁଝାମଣା ଏବଂ ଅଶାନ୍ତି ଲାଗି ରହୁଥିଲା, ସେହି ସବୁ କିଛି ଗୁଡ଼ିକ ଆପଣଙ୍କର ଦୂର ହେବ। ଆପଣଙ୍କର ଜୀବନସାଥୀଙ୍କ ପାଇଁ ମଧ୍ୟ ଏହା ଅନେକ ଶୁଭ ଫଳ ପ୍ରଦାନ କରିବ। ଆପଣଙ୍କର ଜୀବନସାଥୀ ଯେଉଁ ସମସ୍ୟା ଦେଇ ଗତି କରୁଥିଲେ ସେଥିରୁ ସେ ବାହାରି ଆସିବେ। ଯଦି ଆପଣ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରିବାକୁ ଚାହୁଁଥିଲେ ଆଉ ପୂର୍ବରୁ ସେଥିରେ ଆପଣଙ୍କର ଅନେକ ବାଧା ବିଘ୍ନ ଗୁଡ଼ିକ ସବୁ ଆସୁଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କର ସେହି ସବୁ ବାଧା ବିଘ୍ନ ଗୁଡ଼ିକ ଦୂର ହୋଇଯିବ ଏବଂ ଆପଣ କୌଣସି ଶୁଭ ଆଉ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ କରିପାରନ୍ତି। ବନ୍ଧୁଗଣ, ଶନିଙ୍କ ପରି ରାହୁଙ୍କର ମଧ୍ୟ 3ଟି ଦୃଷ୍ଟି ରହିଥାଏ, ପଞ୍ଚମ, ସପ୍ତମ ଏବଂ ନବମ ଦୃଷ୍ଟି। ତେବେ ରାହୁଙ୍କର ପଞ୍ଚମ ଦୃଷ୍ଟି ଆପଣଙ୍କର ଏକାଦଶ ଭାବ ଉପରେ ରହୁଛି। ଏକାଦଶ ଘରେ ରାହୁ ଶନିଙ୍କର ସହିତ ଶନିଙ୍କର ଘରେ ବଳବାନ ସ୍ଥିତିରେ ଅଛନ୍ତି। ତାହା ଉପରେ ପୁଣି ରାହୁ ନିଜର ସ୍ୱ ନକ୍ଷତ୍ରରେ ପ୍ରବେଶ କରିସାରିଛନ୍ତି ଏବଂ ଏପରି ପରିସ୍ଥିତିରେ ଯେତେବେଳେ ରାହୁ ଆପଣଙ୍କର ପଞ୍ଚମ ଦୃଷ୍ଟିରେ ଏକାଦଶ ଭାବକୁ ଦେଖୁଛନ୍ତି, ନିଜର ସ୍ୱ ରାଶି ମିଥୁନ ରାଶିରେ ଦୃଷ୍ଟି ରଖୁଛନ୍ତି, ତେବେ ଯେଉଁମାନେ ସୋସିଆଲ ମିଡ଼ିଆରେ କାମ କରୁଛନ୍ତି, ବେପାର ବାଣିଜ୍ୟ କରୁଛନ୍ତି, କମ୍ପ୍ୟୁଟର ଲାଇନରେ କାମ କରୁଛନ୍ତି, ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ଷେତ୍ରରେ କିଛି ଅଛନ୍ତି, ବିଦେଶ ଯାତ୍ରା ସମ୍ବନ୍ଧିତ କୌଣସି ବି କାର୍ଯ୍ୟ କରୁଛନ୍ତି, ତେବେ ଏହିସବୁ କ୍ଷେତ୍ର ଗୁଡ଼ିକରେ ରାହୁ ଆପଣଙ୍କୁ ବହୁତ ଅଧିକ ସଫଳତା ପ୍ରଦାନ କରିବେ। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପ୍ରମୋସନ ମିଳିବ, ଆପଣଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ, କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ଆପଣଙ୍କର କ୍ୟାରିୟରକୁ ନେଇକରି ଯେଉଁ ସବୁ ବାଧା ବିଘ୍ନ ଗୁଡ଼ିକ ଆସୁଥିଲା ସେହି ସବୁ କିଛି ଆପଣଙ୍କର ଦୂର ହୋଇଯିବ। ବିଦ୍ୟାର୍ଥୀମାନେ ନିଜର ବିଦ୍ୟା କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଯେଉଁ ସବୁ ଅସୁବିଧା ଗୁଡ଼ିକର ସମ୍ମୁଖୀନ ହେଉଥିଲେ, ବର୍ତ୍ତମାନ ତାହା ସବୁ କିଛି ଦୂର ହୋଇଯିବ।
ବିଦ୍ୟାରେ ଆପଣ ବହୁତ ଅଧିକ ସଫଳତା ହାସଲ କରିବେ। ଯଦି ଆପଣ ବହୁତ ଅଧିକ ପରିଶ୍ରମ କରୁଥିଲେ କିମ୍ବା ଆପଣଙ୍କୁ ପଜିଟିଭ ରେଜଲ୍ଟ କିଛି ମିଳୁନଥିଲା, ବର୍ତ୍ତମାନ ଆପଣଙ୍କୁ ଆପଣଙ୍କ ପରିଶ୍ରମର ମୂଲ୍ୟ ପ୍ରାପ୍ତି ହେବ। ତେବେ ମନେ ରଖନ୍ତୁ, ଯଦି ଆପଣଙ୍କର ନିଜସ୍ୱ ଜନ୍ମକୁଣ୍ଡଳୀରେ ରାହୁ ଖରାପ ସ୍ଥିତିରେ ଥାଆନ୍ତି, ତାହେଲେ ଏଠାରେ ଆପଣଙ୍କୁ ଅଶୁଭ ଫଳ ଗୁଡ଼ିକ ପ୍ରାପ୍ତି ହୋଇପାରେ। କିନ୍ତୁ ତେବେ ବି ଯଦି ଗୋଚରରେ ଆପଣଙ୍କର ରାହୁଙ୍କର ସ୍ଥିତି ଭଲ ରହୁଛି, ତାହା ହେଲେ ମଧ୍ୟ ରାହୁ ଆପଣଙ୍କୁ କିଛି ମାତ୍ରାରେ ଶୁଭ ଫଳ ପ୍ରଦାନ କରିବେ। ରାହୁ ପୂର୍ବରୁ ଗୁରୁଙ୍କର ରାଶିର ଗୋଚର କରୁଥିଲେ, ହେଲେ ସେ ସେତେବେଳେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିପାରୁନଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜର ମିତ୍ରଙ୍କ ରାଶି ଶନିଙ୍କର ରାଶିରେ ଗୋଚର କରୁଛନ୍ତି, ଆଉ ଏଠାରେ ସେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଏହି ସମୟରେ ନୂଆ ନୂଆ ଲୋକମାନଙ୍କ ସହିତ ଆପଣଙ୍କର ଚିହ୍ନା ପରିଚୟ ହେବ, ଯେଉଁମାନଙ୍କ ଠାରୁ ଭବିଷ୍ୟତରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଏହି ସମୟରେ ସେୟାର ମାର୍କେଟ ଆଉ ଷ୍ଟକ୍ ମାର୍କେଟରୁ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ବନ୍ଧୁଗଣ, ରାହୁଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ଲଗ୍ନ ଅର୍ଥାତ୍ ଆପଣଙ୍କର ପ୍ରଥମ ଭାବ ଉପରେ ରହୁଛି। ତେଣୁ ଏଠାରେ ଆପଣଙ୍କ ମନରେ ଆପଣଙ୍କ ମଧ୍ୟରେ ଶାନ୍ତ ଭାବନା ଆସିବ। ନିଜ ଭିତରେ ଆପଣ ଶାନ୍ତିର ଅନୁଭବ କରିପାରିବେ। କାମ କରିବାକୁ ଆପଣଙ୍କ ମଧ୍ୟରେ ଆଗ୍ରହ ବଢ଼ିବ। ଆପଣଙ୍କର ପଦ ପ୍ରତିଷ୍ଠାରେ ଲାଭ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନରେ ଆପଣଙ୍କର ଯେଉଁ ସମସ୍ୟା ଲାଗି ରହିଥିଲା, ସେଥିରୁ ଆପଣ ମୁକ୍ତି ପାଇବେ। ଆପଣ ନିଜ ବିଷୟରେ ହଉ କିମ୍ବା ଆପଣଙ୍କର ଜୀବନସାଥୀଙ୍କର ବିଷୟରେ, ତ ଆପଣ ସେହି ସବୁ ବିଷୟରେ ଆପଣ ସଫଳତା ଅର୍ଜନ କରିବେ। ଆପଣ ନିଜ ଦେଶରେ ରୁହନ୍ତୁ କିମ୍ବା ବିଦେଶରେ ରୁହନ୍ତୁ, ସେଠାରେ ଆପଣଙ୍କୁ ବହୁତ ଅଧିକ ଲାଭ ପ୍ରାପ୍ତି ହେବ। ବନ୍ଧୁଗଣ, ରାହୁଙ୍କର ନବମ ଦୃଷ୍ଟି ଆପଣଙ୍କର ତୃତୀୟ ଭାବ ଉପରେ ରହୁଅଛି। ତେଣୁ ଆପଣଙ୍କ ପାଇଁ ସବୁଠାରୁ ଖୁସିର କଥାଟି ହେଉଛି, ଆପଣଙ୍କର ତୃତୀୟ ଭାବରେ ରାହୁଙ୍କର ନବମ ଦୃଷ୍ଟି ରହିବା ଦ୍ୱାରା ଏହା ସହିତ ଗୁରୁଙ୍କର ପଞ୍ଚମ ଦୃଷ୍ଟି ମଧ୍ୟ ଆପଣଙ୍କର ତୃତୀୟ ଭାବ ଉପରେ ରହୁଛି। ତେଣୁ ଯେଉଁମାନେ ସୋସିଆଲ ମିଡ଼ିଆରେ କାମ କରୁଛନ୍ତି, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଛନ୍ତି, ଏହିସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବ। ପରିବାରରେ ଯେଉଁ ଅଶାନ୍ତି ଗୁଡ଼ିକ ଲାଗି ରହିଥିଲା, ତାହା ସବୁକିଛି ଆପଣଙ୍କର ଦୂର ହୋଇଯିବ। ଯଦି ଆପଣ କ୍ରୀଡ଼ା ଜଗତରେ ଅଛନ୍ତି, ଫିଲ୍ମରେ କାମ କରୁଛନ୍ତି, ଯଦି ଆପଣ ଡକ୍ଟର କିମ୍ବା ଇଞ୍ଜିନିୟର ଅଛନ୍ତି, IT ସେକ୍ଟରରେ ଆପଣ କାମ କରୁଛନ୍ତି, ସୋସିଆଲ ମିଡ଼ିଆରେ ଆପଣ କାମ କରୁଛନ୍ତି, ରାଜନୀତି କ୍ଷେତ୍ର ଗୁଡ଼ିକରେ ଆପଣ ଅଛନ୍ତି, ତାହା ହେଲେ ରାଜନୀତି କ୍ଷେତ୍ରରେ ଆପଣଙ୍କୁ ହଠାତ୍ କରି ପଦ ପ୍ରତିଷ୍ଠା ପ୍ରାପ୍ତି ହେବ। ରାହୁ ଆପଣଙ୍କୁ ରଙ୍କରୁ ରାଜାରେ ପରିଣତ କରାଇଦେବେ। ଏହି ସମୟରେ ଆପଣଙ୍କର ସାହସ ଏବଂ ପରାକ୍ରମ ବଢ଼ିବ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ, ଯେଉଁ ଉପାୟ ଗୁଡ଼ିକୁ କରିବା ଦ୍ୱାରା ଆପଣ ରାହୁଙ୍କୁ ପ୍ରସନ୍ନ କରିପାରିବେ ଏବଂ ରାହୁଙ୍କ ଠାରୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ତେବେ ବନ୍ଧୁଗଣ, ଆପଣଙ୍କର ସିଂହ ରାଶି ଅଟେ ଏବଂ ସିଂହ ରାଶିର ରାଶି ଅଧିପତି ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ହେଉଛନ୍ତି ଆତ୍ମାର କାରକ ଗ୍ରହ। ଆପଣମାନେ ନିଶ୍ଚିନ୍ତ ରୂପରେ ଜାଣିଥିବେ ଯେ ଯେତେବେଳେ ସୂର୍ଯ୍ୟ ଏବଂ ରାହୁ ଏକାଠି ହୋଇଥାନ୍ତି, ସେତେବେଳେ ସୂର୍ଯ୍ୟରେ ଗ୍ରହଣ ଲାଗିଥାଏ। ତେଣୁ ରାହୁଙ୍କୁ କଳିଯୁଗର ରାଜା ବୋଲି କୁହାଯାଇଥାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରୁ ରାହୁ ଅତ୍ୟନ୍ତ ବଳବାନ ହୋଇଥାନ୍ତି। କୋଟିପତି ଆରବପତି ବନାଇବାର କାମ ରାହୁଙ୍କର ହୋଇଥାଏ। ସେମିତିରେ କୌଣସି ବି ବ୍ୟକ୍ତି ତାଙ୍କର ଜୀବନରେ କୋଟିପତି କିମ୍ବା ଆରବପତି ହୋଇପାରିବେ, ହେଲେ ସେହି ବ୍ୟକ୍ତି ବିଶେଷମାନଙ୍କର ଭାଗ୍ୟକୁ ବଦଳାଇବାର କାମ ରାହୁ ହିଁ କରିଥାନ୍ତି। ତେଣୁ ମନେ ରଖନ୍ତୁ ଯେ ଏହି ସମୟରେ ଆପଣ ଆପଣଙ୍କର ବାଣୀ ଉପରେ ସଂଯମତା ରକ୍ଷା କରିବେ। ପାର୍ଟନରସିପ୍ ବିଜନେସରେ ଆପଣ ଆଖି ବୁଜି କରି କାହାକୁ ବି ବିଶ୍ୱାସ କରିବେ ନାହିଁ। ଯାହା ବି କିଛି ଆପଣ ଡିସିସନ୍ ନେବେ, ତାହା ଆପଣ ବହୁତ ଭାବିଚିନ୍ତି କରି ଡିସିସନ୍ ଗୁଡ଼ିକ ନେବେ ଏବଂ ଆପଣ ଆଗକୁ ବଢ଼ିବେ। ଏହି ସମୟରେ ଆପଣଙ୍କୁ ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରିବାର ଅଛି, କାରଣ ରାହୁଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ପ୍ରଥମ ଭାବ ଉପରେ ରହୁଛି। ତେଣୁ ଏହି ସମୟରେ ଆପଣ ଯେମିତି ଓଭର କନଫିଡେନ୍ସ ନ ହୁଅନ୍ତି, ସେଥିପ୍ରତି ଆପଣ ଧ୍ୟାନ ରଖିବେ। ସର୍ଟକଟ୍ ରାସ୍ତା ଠାରୁ ଆପଣ ଦୂରେଇ ରହିବେ। ବନ୍ଧୁଗଣ, ଏହି ସମୟରେ ରାହୁ ଆପଣଙ୍କୁ ଅନେକ ପ୍ରକାରର ଲାଭ ଗୁଡ଼ିକ ପ୍ରଦାନ କରିବେ, କିନ୍ତୁ ଆପଣଙ୍କୁ ନିଜ ଭିତରେ ଧୈର୍ଯ୍ୟ ରଖିବାର ଅଛି। ତେବେ ବନ୍ଧୁଗଣ, ଆପଣ ପ୍ରତ୍ୟେକ ଦିନ ରାହୁଙ୍କର ବୀଜ ମନ୍ତ୍ର 108 ଥର ଜପ କରିବେ।
ଆପଣ ପ୍ରଭୁ ଶିବ ଶଙ୍କରଙ୍କୁ ରୁଦ୍ରାଭିଷେକ କରାଇବେ। ପ୍ରତ୍ୟେକ ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଓମ୍ ନମ ଶିବାୟ ଏହି ମନ୍ତ୍ରର ଜପ 108 ଥର କରିବେ। ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ତେବେ ବନ୍ଧୁଗଣ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ତ ଆଜିର ଭିଡ଼ିଓଟିକୁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି, ଧନ୍ୟବାଦ।